ଆଜିର କାହାଣୀ ବୋକାମିର ଫଳ। ଗାଁ ମୁଣ୍ଡରେ ଗୋଟିଏ ବଡ଼ ପୋଖରୀ ଥିଲା। ସେହି ପୋଖରୀରେ ଦୁଇଗୋଟି ହଂସ ମଧ୍ୟ ରହୁଥିଲେ। ସେମାନେ ରାତ୍ରି ସାରା ପୋଖରୀ ହୁଡ଼ାରେ ବିତାଇଥାନ୍ତି। ପୁଣି ଦିନ ହେଲେ ପୋଖରୀରେ ପହଁରି ପହଁରି ନିଜର ଖାଦ୍ୟ ସଂଗ୍ରହ କରି ଖାଆନ୍ତି ଓ ଆନନ୍ଦରେ ଜଳରେ ସନ୍ତରଣ କରନ୍ତି। ସେହିପରି ପୋଖରୀ ଭିତରେ ଗୋଟିଏ କଇଁଛ ଥିଲା। କଇଁଛ ଦିନସାରା ପାଣି ମଧ୍ୟରେ ବୁଡ଼ି ରହେ। ସନ୍ଧ୍ୟା ହୋଇ ଆସିଲେ ସେ ପୋଖରୀ ତୁଠକୁ ଆସେ। ସେତେବେଳେ ହଂସ ଯୋଡ଼ିକ କଇଁଛକୁ ନାନା ପ୍ରକାର ନୀତିବାଣୀ ହିତୋପଦେଶ ଏବଂ ବେଳେ ବେଳେ ପୁରାଣ କଥା କହି ଆନନ୍ଦ ଦେଇଥାନ୍ତି। ଏମିତି ଦୁଇ ହଂସ ଓ କଇଁଛଙ୍କ ମଧ୍ୟରେ ବେଶ ବନ୍ଧୁତ୍ୱ ବଢ଼ୁଥାଏ। କେହି କାହାରିକୁ ପାଖରୁ ଛାଡ଼ିବାକୁ ଇଚ୍ଛା କରନ୍ତି ନାହିଁ। ସେମାନେ ଏହିପରି ପ୍ରତିଦିନ ଆନନ୍ଦରେ ସମୟ କାଟୁଥାନ୍ତି। ହଂସ ଓ କଇଁଛଙ୍କ ମଧ୍ୟରେ ଏହିପରି ଦିନଗୁଡ଼ିକ କଟି ଯାଉଥାଏ। ଏହାପରେ ଆସିଲା ଦୁର୍ଦିନର ସମୟ। ସେହି ଅଞ୍ଚଳରେ ଗୋଟିଏ ବର୍ଷ ଆଦୌ ବର୍ଷା ହେଲା ନାହିଁ। ବର୍ଷା ନ ହେବାରୁ ସେହି ଅଞ୍ଚଳର ସମସ୍ତ ପୋଖରୀ, ଗାଡ଼ିଆ, କୂପ ଆଦି ଶୁଖିଗଲା। ଯେତେବେଳେ ଏପରି ଅବସ୍ଥା ଦେଖାଗଲା ସେତେବେଳେ ହଂସ ଏବଂ କଇଁଛଙ୍କ ମୁଣ୍ଡରେ ବଜ୍ର ପଡ଼ିଗଲା। ହଂସ କହିଲା, ଆହେ କଇଁଛ ଭାଇ, ସବୁଆଡ଼େ ଜଳର ତ ଅଭାବ ହୋଇଗଲା। ଲୋକେ ତ ପାଣି ବିନା ହାହାକାର ହେଲେଣି। ସହଜେ ତ ଆମେ ଜଳ ନ ହେଲେ ବଞ୍ଚିବା ମୁସ୍କିଲ ହେବ। ଏ ଅବସ୍ଥାରେ ତମେ ମଧ୍ୟ ଏହି ପାଣି ନଥିବା ପୋଖରୀରେ ରହିବ କିପରି? ହଂସଠାରୁ ସମସ୍ତ କଥା ଶୁଣିଲାରୁ କଇଁଛ ମଧ୍ୟ ଖୁବ୍ ଭୟଭୀତ ହୋଇପଡ଼ି କହିଲା, ତୁମ ଦୁହିଁଙ୍କର ତ ଉପାୟ ଅଛି। ଏବେ ଚାହିଁଲେ ଉଡ଼ିଯିବ। ଯେଉଁଠାରେ ପାଣିର ସନ୍ଧାନ ପାଇବ ସେହିଠାରେ ରହିବ। ମୁଁ ସେତିକି ବାଟ ଗଲା ବେଳକୁ ତ ପାଣି ବିନା ପଥ ମଧ୍ୟରେ ପଡ଼ି ମରିଯିବି। ତୁମ ବିନା ମୋର ଆଉ କିଏ ଅଛି? ଦେଖ ଭାଇ, ଏପରି ବିପଦରୁ ତୁମେ ହିଁ ମୋତେ ଉଦ୍ଧାର କରିପାରିବ। ଏପରି ବିପଦ ବେଳେ ମୋତେ ଯଦି ବଞ୍ଚାଇବାକୁ ଚାହୁଁଛ ତାହେଲେ ତୁମେ ଦୁହେଁ ଯେଉଁ ସ୍ଥାନକୁ ଯିବ ମୋତେ ବି ସେହି ସ୍ଥାନକୁ ନେଇଯିବ। ତୁମେ ଯଦି ମୋ ସାଥିରେ କପଟ କରିବ ତାହେଲେ ମୁଁ ନିଶ୍ଚୟ ମରିଯିବି। ତୁମେ ଦୁହେଁ ଓ ମୁଁ କିପରି ବଞ୍ଚି ରହିବା ତାହାର ଗୋଟାଏ ଉପାୟ କର। କଇଁଛଠାରୁ ସମସ୍ତ କଥା ଶୁଣି ସାରିବା ପରେ ହଂସ କହିଲା, ଆରେ ଭାଇ, ବନ୍ଧୁତ୍ୱକୁ କ'ଣ କେହି ଛାଡ଼ିପାରେ? ତୁମକୁ ସାହାଯ୍ୟ କରିବା ଲାଗି ଆମର ଇଚ୍ଛା ନାହିଁ। ହେଲେ ତୁମକୁ ନେବା ପାଇଁ ତ ଉପାୟ ଥିବା ଦରକାର। ତହୁଁ କଇଁଛ କହିଲା, ଉପାୟ ଅଛି। ତୁମେ ଖଣ୍ଡିଏ ବାଡ଼ି ଆଣ। ସେହି ବାଡ଼ିର ଦୁଇ ମୁଣ୍ଡକୁ ଧରିଲେ ମୁଁ ବାଡ଼ିର ମଝି ସ୍ଥାନକୁ କାମୁଡ଼ି ଧରିବି। ତା ପରେ ତୁମେ ଉଡ଼ି ଉଡ଼ି ଗଲେ ପହଞ୍ଚିବା ଯାଏ ମୁଁ ସେହିପରି ଓହଳିଥିବି। କିନ୍ତୁ ମୋର ଜୀବନ ପ୍ରତି ତୁମ୍ଭ ଦୁହିଁଙ୍କର ଯଦି ଦୟା ଥାଏ, ଯେତେ ଅସୁବିଧା ହେଲେ ମଧ୍ୟ ଲକ୍ଷ୍ୟ ଥିବା ସ୍ଥାନରେ ନ ପହଞ୍ଚିବା ଯାଏ ତୁମେ ଦୁହେଁ ଆଦୌ ପାଟି ଖୋଲିବ ନାହିଁ। ଯାହା ହେଉ, ବନ୍ଧୁକୁ ସାହାଯ୍ୟ କରିବା ଲାଗି ହଂସ ଦୁହେଁ ହମ୍ ଭରିଲେ। କଇଁଛର କହିବା ଅନୁସାରେ ହଂସ ଦୁହେଁ ବାଡ଼ିଟିଏ ଆଣି ଦୁଇ ପାର୍ଶ୍ୱକୁ କାମୁଡ଼ି ଧରିବା ପରେ କଇଁଛ ବାଡ଼ିର ମଝିକୁ କାମୁଡ଼ି ଧରିଲା। ତା ପରେ ହଂସ ଆକାଶରେ ଉଡ଼ି ଉଡ଼ି ଚାଲିଗଲେ। ଏହିପରି ଭାବରେ କଇଁଛକୁ ଧରି ହଂସମାନେ ଆକାଶରେ ଉଡ଼ି ଉଡ଼ି ଯାଉଥାନ୍ତି। ଏମିତି କିଛି ପଥ ଯିବା ପରେ ଯିବା ରାସ୍ତାରେ ଗୋଟିଏ ଗାଁ ପଡ଼ିଲା। ଏମାନେ ମଧ୍ୟ ଗାଁ ପାରି ହେବାକୁ ଗାଁ ଉପରେ ଉଡ଼ି ଯାଉଥାନ୍ତି। ସେତିକିବେଳେ ଗାଁ ଦାଣ୍ଡରେ କେତେଗୁଡ଼ିଏ ପିଲା ଖେଳୁଥିଲେ। ସେହି ପିଲାଙ୍କ ମଧ୍ୟରୁ ଗୋଟିଏ ପିଲା ଆକାଶରେ ଭାସମାନ କଇଁଛକୁ ଏପରି ଭାବରେ ବୋହି ବୋହି ନେଉଥିବା ଦେଖି ପିଲାମାନଙ୍କୁ ଡାକି କହିଲା, ଦେଖରେ ଭାଇ, ଯେ କଇଁଛଟା କିପରି ଝୁଲୁଛି। ପିଲାଙ୍କର ଏପରି କଥା ଶୁଣି କଇଁଛର ଖୁବ୍ ରାଗ ହୋଇଗଲା। ସେ ସଙ୍ଗେ ସଙ୍ଗେ ଗୋଟିଏ ରଡ଼ି ଛାଡ଼ି ଦିଅନ୍ତେ ବାଡ଼ିକୁ ଛାଡ଼ିଦେଲା। ଆଉ ସଙ୍ଗେ ସଙ୍ଗେ ତଳେ ପଡ଼ିଗଲା। କଇଁଛ ସେଦିନ ନୀରବ ରହିଯାଇଥିଲେ ପ୍ରାଣଟା ତାହାର ବଞ୍ଚି ଯାଇଥାନ୍ତା। କଇଁଛର ବୋକାମି କାରଣରୁ ତାର ମୃତ୍ୟୁ ହେଲା। ଭଲରେ ଭଲରେ ଯାଇ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ଯାଇଥାନ୍ତା। ତାହା ତ ହୋଇପାରିଲା ନାହିଁ। ବରଂ ନିଜର କ୍ରୋଧ ଓ ବୋକାମି କାରଣରୁ ଜାଣି ଜାଣି କଇଁଛ ନିଜର ଜୀବନ ହରାଇଲା। ଏମିତି ସୁନ୍ଦର ସୁନ୍ଦର କାହାଣୀ ଶୁଣିବା ପାଇଁ ମୋ ଚ୍ୟାନେଲକୁ ଫଲୋ କରନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହବ ଆଉ ଗୋଟିଏ ନୂଆ କାହାଣୀ ସହ। କାହାଣୀଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।